2026 ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ 2026ରେ 12 ମାସ ବଦଳରେ 13 ମାସ ରହିବ। 2026 ବର୍ଷର ଏକ ଅତିରିକ୍ତ ମାସ ରହିବ। ଇଂରାଜୀ କ୍ୟାଲେଣ୍ଡରରେ ଏହାକୁ ଅଧିବର୍ଷ କୁହାଯାଏ ଏବଂ ହିନ୍ଦୀ କ୍ୟାଲେଣ୍ଡରରେ ଏହାକୁ ଏକ ଅତିରିକ୍ତ ମାସ ଭାବରେ ବିବେଚନା କରାଯାଏ। 2026 ବର୍ଷ ବିକ୍ରମ ସମେତ 2083 ହେବ। ହିନ୍ଦୀ କ୍ୟାଲେଣ୍ଡର ଅନୁସାରେ ନୂତନ ବର୍ଷ ଚୈତ୍ର ମାସ ସହିତ ଆରମ୍ଭ ହୁଏ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ 2026ରେ ଅତିରିକ୍ତ ମାସ 17 ମେରେ ଆରମ୍ଭ ହେବ। ଏହି ଅତିରିକ୍ତ ମାସ 15 ଜୁନ 2026 ପର୍ଯ୍ୟନ୍ତ ରହିବ। ହିନ୍ଦୀ କ୍ୟାଲେଣ୍ଡରରେ ପରବର୍ତ୍ତୀ ବର୍ଷ ଅତିରିକ୍ତ ମାସରେ ଜ୍ୟେଷ୍ଠ ମାସ ପଡ଼ିବ। ଜପ, ଧ୍ୟାନ, ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ତୀର୍ଥଯାତ୍ରୀ ପାଇଁ ଅଧିକ ମାସକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା ହୋଇଥାଏ। ଅଧିମାସ ସମୟରେ ଏହି କାର୍ଯ୍ୟକଳାପ କାହିଁକି କରାଯାଏ ନାହିଁ? ତଥାପି ଅଧିମାସକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଏହାର ଅଶୁଦ୍ଧତା ହେତୁ ଏହାକୁ ମଳ ମାସ ମଧ୍ୟ କୁହାଯାଏ। ଅଧିକ ମାସ ସମୟରେ ବିବାହ ଉତ୍ସବ, ଗୃହିଣୀକରଣ ଉତ୍ସବ, ପବିତ୍ର ସୂତା ଉତ୍ସବ ଏବଂ ନାମକରଣ ଉତ୍ସବ ଭଳି ଶୁଭ କାର୍ଯ୍ୟକ୍ରମ ଆରମ୍ଭ ହୁଏ ନାହିଁ। ଏହି ଅଧିମାସ ସମୟରେ ଜମି ଘର କ୍ରୟ ଏବଂ ନୂତନ ପ୍ରକଳ୍ପ ମଧ୍ୟ ଆରମ୍ଭ ହୁଏ ନାହିଁ। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର।